ଆମ୍ଭେ ଯିବା ବାଟରେ ଗୋଟେ ସୁନ୍ଦର ମନ୍ଦିରର ଦର୍ଶନ ମିଳିଲା। ଆମେ ସେଇ ମନ୍ଦିରକୁ ଭିଜିଟ୍ କରିଥିଲୁ। ସେ ମନ୍ଦିର ହେଉଛି ମା ମଙ୍ଗଳାଙ୍କର ମନ୍ଦିର। ଦେଶର ପୂର୍ବ ଉପକୂଳରେ ଥିବା ଓଡ଼ିଶାର କାକଟପୁରର ଏକ ହିନ୍ଦୁ ଶକ୍ତିପୀଠର ମନ୍ଦିର। ଆମେ ପଚାରି ବୁଝିଥିଲୁ ମନ୍ଦିରର ବିଶେଷତ୍ୱ କ'ଣ କେମିତି ରହିଛି। ତାଙ୍କ ଗୁରୁଜୀ ଆମକୁ କହିଲେ 1500 ଖ୍ରୀଷ୍ଟାବ୍ଦରେ ମନ୍ଦିରର ଦେବୀ ଦୁର୍ଗାଙ୍କର ଏକ ଦିଗ ଦେବୀ ମା ମଙ୍ଗଳାକୁ ସମର୍ପିତ। କିମ୍ବଦନ୍ତୀ ଅନୁଯାୟୀ ଦୁର୍ଗା ନିଜେ ଲୋକଙ୍କୁ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ କଳିଙ୍ଗା ଆସିଥିଲେ। ମନ୍ଦିରଟି ଏକ ପବିତ୍ର ନଦୀ ଉପକୂଳରେ ଅବସ୍ଥିତ ଏବଂ ବଙ୍ଗୋପସାଗର ପୂର୍ବରେ ଅବସ୍ଥିତ। ଏହି ମନ୍ଦିରର ନିର୍ମାତା ରାଓ ଚୂଡ଼ାମଣି 1548 ଖ୍ରୀଷ୍ଟାବ୍ଦରେ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ ଜଣେ ଡଙ୍ଗା ଚାଳକ ଏହି ଏକ ସ୍ୱପ୍ନ ଆସିଥିଲା, ଯେଉଁଥିରେ ମା ମଙ୍ଗଳା ତାଙ୍କୁ ପ୍ରାଚୀ ନଦୀ ମଧ୍ୟକୁ ମୂର୍ତ୍ତି ଉଦ୍ଧାର କରିବାକୁ କହିଥିଲେ। ଡଙ୍ଗା ଚାଳକ କପୋତକୁ ନଦୀ ଭିତରକୁ ନେଇ ମୂର୍ତ୍ତି ଉଦ୍ଧାର କରିଥିଲେ। ତାପରେ ଏ ମନ୍ଦିରର ନିର୍ମାଣ କରାଯାଇଥିଲା। ପରେ ଡଙ୍ଗା ଚାଳକ ଏକ କାଉ ନଦୀର ସମାନ ସ୍ଥାନରେ ବୁଡ଼ି ଯାଉଥିବାର ଦେଖିଲେ। ସ୍ଥାନୀୟ ଓଡ଼ିଆ ଭାଷା ଅନୁସାରେ କାଉର ଅର୍ଥ ହେଉଛି କାକା ଏବଂ ବନ୍ଦୀ ଅର୍ଥାତ୍ ଅଟକା। ତେଣୁ ଗାଁଟିର ନାଁ କାକଟପୁର ଭାବେ ପରିଚିତ ହେଲା ଏବଂ ନଦୀର ଦେବୀ କାକଟପୁର ମଙ୍ଗଳା ନାମରେ ପରିଚିତ ହେଲେ। ଆମେ ମାଙ୍କର ଦର୍ଶନ କଲୁ।